কবি দেখ নগরে নগরে নাগরিকে আজি নয়নে অশ্রু ভরি আসু হে সকলে রাজপথ পরে চরণ নগ্ন করি। নগরে নগরে নাগরিকে আজি নগରରେ ଗ୍ରାମରେ ଯେତେ ନାଗରିକ ସବୁ ଅଛ ଏ ରାଜ୍ୟର ଏ ଦେଶର ଏ ଓଡ଼ିଶା ମାଟିର ନୟନେ ଅଶ୍ରୁ ଭରି ଯେମିତି ଆମର ଜଣେ ପ୍ରିୟଜନ ଇହଲୀଳା ସମ୍ବରଣ କଲେ ଆମେ କାନ୍ଦୁ, ଆମେ କ୍ରନ୍ଦନ କରୁ, ଆମ ଆଖିରୁ ଲୁହ ବୋହିଯାଏ, ଆମ ନୟନରୁ ଅଶ୍ରୁ ବୋହିଯାଏ, ସେମିତି ଆସ ହେ ସକଳେ ରାଜପଥ ପରେ ଚରଣ ନଗ୍ନ କରି ସମସ୍ତେ ଚପଲ ଖୋଲି ଦିଅ, କଠଉ ଖୋଲି ଦିଅ, ଖାଲି ପାଦରେ ସମସ୍ତେ ରାଜପଥକୁ ଉଠି ଆସ। ଗୋପବନ୍ଧୁ ଉତ୍କଳମଣି ଗୋପବନ୍ଧୁ ତାଙ୍କର ମହାପ୍ରୟାଣ ହେଇଛି। ତୁମେମାନେ ଜାଣିଲା ପରେ ତୁମେ ଟିକେ ତାଙ୍କ ପାଇଁ ମନ ଦୁଃଖ କର, ଶୋକ ବ୍ୟକ୍ତ କର, ଯାହାଫଳରେ ତାଙ୍କର ଆତ୍ମା ଶାନ୍ତି ପାଇବ। ଆସ ହେ ସକାଳେ ରାଜପଥ ପରେ ଚରଣ ନଗ୍ନ କରି ସମସ୍ତେ ରାଜପଥ ଉପରକୁ ଉଠି ଆସ। ଖାଲି ପାଦରେ, ଚରଣ ମାନେ ପାଦ, ନଗ୍ନ କରି ପାଦ ଖୋଲା କରି, ଖୋଲା ପାଦରେ ଖାଲି ପାଦରେ ସମସ୍ତେ ରାଜପଥକୁ ଆସିକରି ତାଙ୍କର ଯେଉଁ ଶବ ଚାଲିଛି, ଶବ ଶୋଭାଯାତ୍ରା ଚାଲିଛି, ସେଇ ଶବ ଶୋଭାଯାତ୍ରାରେ ସମସ୍ତେ ସାମିଲ ହୁଅ। এই କଥା ଡକ୍ଟର ମାୟାଧର ମାନସିଂହ ଆହ୍ୱାନ କରିଛନ୍ତି ଓଡ଼ିଶାର ସମସ୍ତ ନାଗରିକଙ୍କୁ ଯେ ଗୋପବନ୍ଧୁ ଆମର ପ୍ରିୟ ଥିଲେ, ଆମର ନେତା ଥିଲେ, ଆମ ପରିବାରର ମୁରବୀ ଥିଲେ, ଆମ ଜାତିର ମୁରବୀ ଥିଲେ, ଆମେ ତାଙ୍କୁ କ'ଣ ଏତିକି ସମ୍ମାନ ଟିକେ ଜଣାଇବା ନାହିଁ?